ଏକ ସାଧୁ ନିଜ ଶିଷ୍ୟ ସହ ଏକ ଗ୍ରାମରେ ପ୍ରବେଶ କଲେ ଓ ସେ ଗ୍ରାମର ଲୋକମାନେ ସାଧୁ ଓ ଶିଷ୍ୟକୁ ଆଦର ଅଭ୍ୟର୍ଥନା ବଦଳରେ କଣ ସବୁ କଲେ ଆସନ୍ତୁ ଜାଣିବା ଆମ ଚ୍ୟାନେଲ ମାଧ୍ୟମରେ। ସାଧୁ ଓ ଶିଷ୍ୟଙ୍କୁ ଦେଖି ଲୋକମାନେ ଚରତସ୍କର କହି ଗାଳି ଦେଇ ଠେଙ୍ଗା ବାଡ଼ି ଧରି ମାରି ଗୋଡ଼ାଇଲେ। ସାଧୁ ଓ ଶିଷ୍ୟ ଜୀବନ ବଞ୍ଚାଇବା ପାଇଁ ସେଠାରୁ ଦୌଡ଼ି ଦୌଡ଼ି ପଳାଇ ଆସିଲେ। ଗ୍ରାମ ବାହାରକୁ ଆସି ଏକ ଗଛ ମୂଳେ ବସି ସାଧୁ ସେ ଗ୍ରାମକୁ ଆଶୀର୍ବାଦ କରି କହିଲେ ଯେ ତୁମ ଗ୍ରାମଟି ଏକ ହୋଇ ଏଠାରେ ଏମିତି ସବୁଦିନ ପାଇଁ ବସ୍ତି ହୋଇ ବସିଥାଉ। ତୁମମାନଙ୍କ ମଧ୍ୟରେ ଏକତା ଭାବ ବଜାୟ ରହୁ। ଏହା କହି ସାଧୁ ଶିଷ୍ୟ ସହ ଅନ୍ୟ ଏକ ଗ୍ରାମକୁ ଗଲେ। ସେ ଗ୍ରାମର ଲୋକମାନେ ସାଧୁଙ୍କୁ ଦେଖି ଆଦର ଅଭ୍ୟର୍ଥନା କରି ଗୁରୁ ଶିଷ୍ୟଙ୍କୁ ଖାଇବାକୁ ଦେଲେ, ନାନା ଉପଢୌକନ ଦେଲେ। ଫେରିବା ବେଳେ କିଛି ପଇସା ପତ୍ର, ଅନ୍ନ, ପନିପରିବା ଆଦି ଦେଇ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଅଭ୍ୟର୍ଥନା କରି ବିଦାୟ ଦେବା ପୂର୍ବରୁ କହିଲେ, ସାଧୁ ମହାଶୟ, ଆମ ଗାଁ ଆଡ଼େ କେବେ କେମିତି ଆସୁଥିବେ। ଏହା କହି ଗାଁ ଲୋକମାନେ ବିଦାୟ ଦେଇ ଚାଲିଗଲେ। ଗାଁ ଲୋକମାନେ ଚାଲିଯିବା ପରେ ସାଧୁ ମହାଶୟ ସେ ଗାଁଟିକୁ ଅଭିଶାପ ଦେଇ କହିଲେ, ତୁମ ଗାଁଟି ଭାଙ୍ଗିଯାଉ ଓ ତୁମ୍ଭେମାନେ ଏକତ୍ର ନ ରହି ଶହ ଶହ ଗ୍ରାମରେ ଯାଇ ବାସ କର। ଗୁରୁଙ୍କର ଏପରି ଅବିବେକୀ କଥା ଶୁଣି ଶିଷ୍ୟଟି କହିଲା, ଗୁରୁଦେବ, ଯେଉଁ ଗ୍ରାମରେ ଆମେ ଅପମାନିତ ହେଲେ ସେ ଗ୍ରାମକୁ ଏକାଠି ରହିବା ପାଇଁ ଆଶୀର୍ବାଦ ଦେଲେ। ଯେଉଁ ଗ୍ରାମରେ ଆମେ ସତ୍କାର ପାଇଲେ ସେ ଗ୍ରାମଟିକୁ ଆପଣ ଅଭିଶାପ ଦେଲେ ଯେ ଏ ଗାଁଟି ଭାଙ୍ଗି ଯାଇ ଶହ ଶହ ଗ୍ରାମରେ ପରିଣତ ହୋଇଯାଉ ଓ ସେ ଲୋକମାନେ ଶହ ଶହ ଗ୍ରାମରେ ଯାଇ ବାସ କରନ୍ତୁ। ଏ କେମିତିକା ଅନୀତି କଥା ପ୍ରଭୁ ଗୁରୁଦେବ। ଗୁରୁ କହିଲେ, କିରେ ପାଗଳା, ପ୍ରଥମ ଗ୍ରାମକୁ ମୁଁ ଆଶୀର୍ବାଦ କଲି ଏଥିପାଇଁ ଯେ ଯଦି ଏ ଗ୍ରାମଟି ଭାଙ୍ଗିଯାଏ ସେ ଗ୍ରାମର ଲୋକ ଏତେ ଅସଭ୍ୟ ଯେ ସେମାନେ ଯେଉଁ ଗ୍ରାମମାନଙ୍କରେ ଯାଇ ବସବାସ କରିବେ ସେ ଗ୍ରାମ ଗୁଡ଼ିକୁ ମଧ୍ୟ ନଷ୍ଟ କରିଦେବେ। ତେଣୁ ଅନ୍ୟ ଗ୍ରାମ ଗୁଡ଼ିକ କିପରି ନଷ୍ଟ ନହେବ ସେଥିପାଇଁ ଏ ଗ୍ରାମଟିକୁ ମୁଁ ଆଶୀର୍ବାଦ କଲି ଯେ ଏମାନେ ଏକତା ସୂତ୍ରରେ ବନ୍ଧା ହୋଇ ଏ ଗ୍ରାମଟିକୁ କେବଳ ନଷ୍ଟ କରି ଚାଲନ୍ତୁ, ଅନ୍ୟ ଗ୍ରାମକୁ ନଷ୍ଟ ନ କରି। ଦ୍ୱିତୀୟ ଗ୍ରାମକୁ ଏଥିପାଇଁ ଅଭିଶାପ ଦେଲି ଭାଙ୍ଗିଯିବା ପାଇଁ ଯେ ସେ ଗ୍ରାମର ପ୍ରତ୍ୟେକ ଲୋକ ଜଣେ ଜଣେ ଭଲ ବ୍ୟକ୍ତି। ଯଦି ତାଙ୍କ ଗ୍ରାମଟି ଭାଙ୍ଗିଯାଏ ଏବଂ ସେ ଗ୍ରାମର ଲୋକମାନେ ଜଣ ଜଣ କରି ଶହ ଶହ ଗ୍ରାମରେ ଜଣେ ଜଣେ ରହିଲେ ମଧ୍ୟ ସେ ଗ୍ରାମ ଗୁଡ଼ିକୁ ଭଲ ଗ୍ରାମରେ ପରିଣତ କରିପାରିବେ। ତେଣୁ ସମାଜର ମଙ୍ଗଳ ପାଇଁ ସେ ଗୋଟେ ଗ୍ରାମ ଭାଙ୍ଗି ସେମାନେ ଅନେକ ଖରାପ ଗ୍ରାମକୁ ଯାଇ ସେଗୁଡ଼ିକୁ ଭଲ ଗ୍ରାମରେ ପରିଣତ କରିପାରିବେ ବୋଲି ମୁଁ ଅଭିଶାପ ଦେଇଥିଲି। ଆଜ୍ଞା, କାହାଣୀଟି ଯଦି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍ କରି ସେୟାର କରିବାକୁ ଭୁଲନ୍ତୁ ନାହିଁ।